ପିଲାମାନେ ରଶ୍ମି ସାର୍ A to Z ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ରଶ୍ମି ସାର୍ ତୁମ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜି ଆଲୋଚନା କରିବା ୱିଲିୟମ ବ୍ଲେକଙ୍କର ଗୋଟେ ଫେମସ୍ କବିତା ଯାହାର ନାଁ ହେଉଛି ଲଣ୍ଡନ। ୱିଲିୟମ ବ୍ଲେକ୍ ଲଣ୍ଡନ ସହରରେ ଜନ୍ମଗ୍ରହଣ କରିଥିଲେ। ସେ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ଇଂଲଣ୍ଡର ଜଣେ ସୁନାମଧନ୍ୟ କବି ରୂପେ ପରିଚିତ। ଆନୁଷ୍ଠାନିକ ଶିକ୍ଷା ମାନେ ଯେମିତି ତୁମେ ଯେମିତି ସ୍କୁଲରେ ପଢ଼ୁଛ ଆଡ଼ମିସନ୍ କରିକି ସେପରି ସେ କୌଣସି ଶିକ୍ଷା ନେଇନଥିଲେ, ତଥାପି ସେ ଇଂଲଣ୍ଡର ଜଣେ ସୁନାମଧନ୍ୟ କବି ରୂପେ ପରିଚିତ। ତାଙ୍କ କବିତାରେ ରହସ୍ୟବାଦ ପ୍ରତୀକର ବହୁଳ ବ୍ୟବହାର ଦେଖାଯାଏ। ତାଙ୍କର କବିତା ଗୁଡ଼ିକ ଛନ୍ଦଯୁକ୍ତ। ସେ ସରଳ ଓ ଗତିଶୀଳ ଭାଷାରେ ନିଜର ମନର ଭାବନାକୁ ସେ ତାଙ୍କ କବିତା ମାଧ୍ୟମରେ ବ୍ୟକ୍ତ କରିଥାନ୍ତି। ଲଣ୍ଡନ ଯେଉଁ କବିତାଟି କବିଙ୍କର ସଙ୍ଗ୍ସ ଅଫ୍ ଏକ୍ସପିରିଏନ୍ସ ଭଲ୍ୟୁମ୍ରୁ ସଂଗୃହୀତ କରାଯାଇଛି। ଏଇ ଯେଉଁ କବିତାରେ ୱିଲିୟମ ବ୍ଲେକ୍ ଲଣ୍ଡନ ସହରରେ ଲୋକମାନଙ୍କର ମୂଲ୍ୟବୋଧର ହ୍ରାସ, ସେ ସମୟରେ ଯେଉଁ ୱିଲିୟମ ବ୍ଲେକ୍ଙ୍କ ସମୟରେ ସେ ସମୟରେ ଲୋକମାନଙ୍କର ମୂଲ୍ୟବୋଧ ହ୍ରାସ ଏବଂ ଏକ ଧ୍ୱଂସମୁଖୀ ଜାତିର ସେ ଚିତ୍ରଟା ଏ କବିତା ମାଧ୍ୟମରେ ପ୍ରଦାନ କରିଛନ୍ତି। ୱିଲିୟମ ବ୍ଲେକ୍ କ'ଣ କରିଛନ୍ତି ନା ଲଣ୍ଡନ ସହରରେ ସମସ୍ତ ରାସ୍ତାରେ ସେ ବୁଲିଛନ୍ତି। ତା ଛଡ଼ା ସେ ଲଣ୍ଡନରେ ଥେମ୍ସ ନଦୀ ବହିଯାଇଛି। ନଦୀର କୂଳେ କୂଳେ ମଧ୍ୟ ସେ ବୁଲୁଛନ୍ତି। ଥେମ୍ସ ନଦୀ ଏହାର ଦୁଇଟି କୂଳ ମଧ୍ୟରେ ସୀମିତ ରହି ଖୁବ୍ ସୁନ୍ଦର ଭାବରେ ବହିଯାଉଛି। ସେଠି ବୁଲିବା ସମୟରେ କବି ଅନେକ ଲୋକଙ୍କୁ ଭେଟିଛନ୍ତି, କିନ୍ତୁ ଯେତେ ଲୋକକୁ ସେ ଭେଟିଛନ୍ତି ସମସ୍ତ ଲୋକମାନଙ୍କର ମୁହଁରେ ଦୁଃଖ, ଅବସାଦ, ଗ୍ଲାନି, ଯନ୍ତ୍ରଣା, ଦୁର୍ବଳତା ସେ ଲକ୍ଷ୍ୟ କରିଛନ୍ତି। ତେଣୁ ୱିଲିୟମ ବ୍ଲେକ୍ ତାଙ୍କ ଭ୍ରମଣରୁ ଏକ ଦୁଃଖପୂର୍ଣ୍ଣ ଅଭିଜ୍ଞତା ଅର୍ଜନ କରିଛନ୍ତି। ଲୋକମାନେ ଅତ୍ୟନ୍ତ ଦୁଃଖିତ, କାରଣ ସେମାନଙ୍କର ଯେଉଁ ଜୀବନ ସହରର ଶିଳ୍ପ ଏବଂ କାରଖାନା ମଧ୍ୟରେ ଅତିବାହିତ ହୋଇଯାଉଛି। ପ୍ରତ୍ୟେକ ମାନବ ସ୍ୱରରେ ବିଷାଦର ଧ୍ୱନି। ଛୋଟ ଛୋଟ ପିଲାମାନେ, ଶିଶୁମାନେ ଭୟରେ ମନ ଦୁଃଖ କରନ୍ତି। ପ୍ରତ୍ୟେକ କଣ୍ଠସ୍ୱରରେ ଦୁଃଖ ଏବଂ ଯନ୍ତ୍ରଣାର ଧ୍ୱନି। ମନସ୍ତାତ୍ତ୍ୱିକ ଭାବରେ ସମସ୍ତେ ଅବସନ୍ନ ଏବଂ ବିଷାଦପୂର୍ଣ୍ଣ। ବିବାହ ଘୋଷଣା ଯାହା ଆନନ୍ଦ ଏବଂ ସୁଖର ସୂଚନା ଦିଏ। ଅବଭିୟସ୍ଲି ବାହାଘର ଆସିଲେ ଭୋଜି ଭାତ ହେବ, ମନରେ ଆନନ୍ଦ ଉଲ୍ଲାସ ଖେଳ, କିନ୍ତୁ ତାହା ମଧ୍ୟ ଏଠି ଲଣ୍ଡନ ସହରରେ ତାହା ମଧ୍ୟ ଏଠି ଦୁଃଖପୂର୍ଣ୍ଣ। ସାମାଜିକ ଭାବରେ ଯାହା ବନ୍ଦ ବା ବାସନ୍ଦ କରାହେଇଛି ତାହା ମଧ୍ୟ ଅବସାଦପୂର୍ଣ୍ଣ। ସବୁଗୁଡ଼ା ସବୁକିଛି। ତେଣୁ ପରିବେଶଟା ଏମିତି ହୋଇଯାଇଛି, କବି ତାଙ୍କ କବିତା ମାଧ୍ୟମରେ ଡେସ୍କ୍ରିପସନ୍ କରିଛନ୍ତି। ଖୁବ୍ ସୁନ୍ଦର କବିତା। ସେ ସମୟରେ ଚର୍ଚ୍ଚ ଗୁଡ଼ିକର କଳା ପତାକାରେ ସବୁ ଆଚ୍ଛାଦିତ କରାହେଇଛି ଚର୍ଚ୍ଚ ଗୁଡ଼ିକୁ। ତେଣୁ ତାହା କ'ଣ ସୂଚନା ଦେଉଛି ନା ଇଏ ସୂଚନା ଦେଉଛି ଯେ ଲୋକମାନେ ଅନେକ ପରିମାଣରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ସେଥିପାଇଁ କଳା କପଡ଼ା ଘୋଡ଼ା ହେଇଛି। ଚିମିନିର ଯେଉଁ ଝାଡ଼ୁଦାର ମାନେ ଚିମିନି ସଫା କରନ୍ତି, ଇଂଲଣ୍ଡରେ ଚିମିନି ସୁଇପରରେ ମୁଁ ପଢ଼େଇଛି, ଜାଣିବ ତା ପୂର୍ବ କବିତାରେ। ଚିମିନିର ଯେଉଁ ଝାଡ଼ୁଦାର ମାନେ ଚର୍ଚ୍ଚ ଗୁଡ଼ିକୁ ସଫା କରିବାକୁ ଯାଇ ସିଏ ମଧ୍ୟ କ୍ଳାନ୍ତ ହୋଇଯାଇଛନ୍ତି। ଲୋକମାନେ ମୃତ୍ୟୁ କିମ୍ବା ଗଣ୍ଡଗୋଳରେ ମୃତ୍ୟୁବରଣ କରୁଛନ୍ତି। ହତ୍ୟା, ରକ୍ତପାତ ଘଟି ଚାଲିଛି। ସୈନ୍ୟମାନେ ମଧ୍ୟ ଦୁଃଖିତ, ସେମାନେ ମଧ୍ୟ ଦୁଃଖରେ ଦୀର୍ଘ ନିଶ୍ୱାସ ପକାଉଛନ୍ତି। ଠିକ୍ ମଧ୍ୟରାତ୍ରିରେ ଲଣ୍ଡନର ରାଜରାସ୍ତାରେ ଭ୍ରମଣ କରିବାରେ କବିଙ୍କର ଅଭ୍ୟାସ ରହିଛି। ସେ ଭ୍ରମଣ କଲାବେଳେ ବେଶ୍ୟାମାନେ କେମିତି ଲୋକମାନଙ୍କ ସହିତ କିପରି ଯୌନ ପ୍ରକ୍ରିୟାରେ ଲିପ୍ତ ଅଛନ୍ତି ତାହା ମଧ୍ୟ ସେ ଶୁଣିଛନ୍ତି। ଏହା କ'ଣ ଦର୍ଶାଉଛି ନା ଏହା ଦର୍ଶାଉଛି ଯେ ଲୋକମାନଙ୍କର ନୈତିକ ମୂଲ୍ୟବୋଧର ଅବକ୍ଷୟ ହେଇ ଚାଲିଛି। ଯୌନ ବ୍ୟାଧିମାନ ବ୍ୟାପିବାରେ ଲାଗିଛି। ତେଣୁ ଏଡ୍ସ ପରି ରୋଗ ବ୍ୟାପିବାରେ ଲାଗିଛି। ଶିଶୁମାନେ ଜନ୍ମ ପୂର୍ବରୁ ଅନ୍ଧତ୍ୱରେ ନିମଗ୍ନ ଅଛନ୍ତି, କାରଣ ଜନ୍ମ ପୂର୍ବରୁ ସେମାନେ ରୋଗରେ ଆକ୍ରାନ୍ତ। ତା କାରଣ କ'ଣ ନା କାରଣ ହେଉଛି ସେ ରୋଗଟା ଯେଉଁ ପିତାମାତାଙ୍କ ମାନେ ବେଶ୍ୟାମାନଙ୍କଠାରୁ ଏହି ରୋଗଟା ଆଣିଛନ୍ତି, ଯାହାଫଳରେ ପିଲାଟି ଆଜି ରୋଗାକ୍ରାନ୍ତ ହେଉଛି। ମହାମାରୀ ଦେଖାଦେଇଛି। ଅନେକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଛନ୍ତି। ତେଣୁ ବିବାହ ଯାହା ଆନନ୍ଦରେ ସମାପ୍ତ ହେବା କଥା ସେଗୁଡ଼ିକ ମଧ୍ୟ ମୃତ୍ୟୁ ଶୋଭାଯାତ୍ରାରେ ଶେଷ ହେଉଛି। ତେଣୁ ପିଲାମାନେ, ମୁଁ ଆଶା କରେ ଲଣ୍ଡନ କବିତାଟି ୱିଲିୟମ ବ୍ଲେକ୍ଙ୍କ ଦ୍ୱାରା ଯେଉଁ ତୁମକୁ ପଢ଼ିକି ମୁଁ ବୁଝେଇଲି ନିହାତି ଭଲ ଲାଗିଥିବ। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହ୍ୟାଭ୍ ଏ ଗୁଡ୍ ଡେ।